हेलो ମୁଁ ହିନ୍ଦୀରେ ଭିଡ଼ିଓ କରେ କିନ୍ତୁ ଆଜି ମୁଁ ଓଡ଼ିଆରେ ଭିଡ଼ିଓ କରୁଛି କାହିଁକିନା ମୋତେ ସେମିତି ଲାଗିଲା କାହିଁକିନା ଓଡ଼ିଆରେ ଭିଡ଼ିଓ କରିବାକୁ ଯେଉଁ କଥାଟା ମୁଁ କହିବାକୁ ଚାହୁଁଛି ଏବେ ଓଡ଼ିଶାରେ କ'ଣ ଚାଲିଛି ପଲ୍ୟୁସନ୍ ସେବା ଚାଲିଛି ଆପଣ ଜାଣିଛନ୍ତି ପଲ୍ୟୁସନ୍ରେ ଯାହା ବି ଆପଣଙ୍କ ଫାଇନ୍ ଲାଗିଥିବ ଆଉ ଆପଣଙ୍କ ମୋବାଇଲ୍ ନମ୍ବର ଆଡ଼୍ ଥିଲେ ହିଁ ଆପଣ ପଲ୍ୟୁସନ୍ କରିପାରିବେ ତ ଏବେ ଆମର କ'ଣ ହେଇଛି ଚାଷ ଯେଉଁଟାକି ପ୍ରଥମରୁ ଆମ ଓଡ଼ିଶାରେ ଚାଲିଛି ଯେଉଁଟାକି ଆମ ଯେତିକି ଅଛନ୍ତି ଲୋକ ଏଠି କ'ଣ ହେଉଛି ନା ଚାଷରେ ନିର୍ଭର କରନ୍ତି ଅଧିକାଂଶ ଲୋକ ଗରିବ ଲୋକ ଛାଡ଼ନ୍ତୁ ଦୁଇ ତିନିଟା ଡିଷ୍ଟ୍ରିକ୍ଟ ତିନି ଚାରିଟା ଡିଷ୍ଟ୍ରିକ୍ଟ ଛାଡ଼ିଦେଲେ ପରେ ଅଧିକାଂଶ ଜାଗାରେ ଚାଷୀ ଲୋକ ଆପଣ କେବେ ଭାବିଛନ୍ତି ଚାଷୀ ଚାଷ ଯଦି ଆମେ ନ କରିବା ବି ଚାଷ କରୁଛନ୍ତି ଚାଷ ଆମେ କରୁଛନ୍ତି ଚାଷକୁ ଆମେ କେଉଁଠି କ'ଣ ବେପାର କରିବା କେଉଁଠି ବିକିବା କାହାକୁ ବିକିବା କେମିତି ବିକିବା ସେଇଟା କିନ୍ତୁ ଆମେ ଜାଣିନାହାନ୍ତି ଚାଷ କରୁଛନ୍ତି ଚାଷ କରି କ'ଣ କରୁଛନ୍ତି ନିଜେ ଖାଉଛନ୍ତି ଆଉ ବନ୍ଧୁବାନ୍ଧବଙ୍କୁ ଦେଉଛନ୍ତି ଇନଭେଷ୍ଟ କରୁଛନ୍ତି ଇନଭେଷ୍ଟ କେମିତି କରୁଛନ୍ତି ଆରେ ବାହାରେ ଯିଏ ତାଙ୍କ ପୁଅ କି ଭାଇ କି କିଏ କାମ କରୁଥିବ ସେମାନଙ୍କୁ ପଇସା ଘରକୁ ପଠାଇଲେ ବାପା ମା' ଥିବେ କି କିଏ ଥିବ ଘର ବାଡ଼ି ଗୁଡ଼ାରେ ଟିକେ ଚାଷ କରିବେ କିନ୍ତୁ ଏବେକା ସରକାର କ'ଣ କରୁଛନ୍ତି ନା ଧାନ ରେଟ୍ ଯେତେବେଳେ ବିଜେପି ସରକାର ଆସିନଥିଲା ଦାଦନ କଥା ଚାଲିଥିଲା ବହୁତ କଥା ହିଁ ଚାଲିଥିଲା ମାନେ କୃଷକ କଥା ଚାଲିଥିଲା ସୁଭଦ୍ରା ଯୋଜନା ହେଲା ଝିଅଙ୍କର ବାହାଘର ହେବା କଥା ହେଲା ସବୁ କଥା ଚାଲିଥିଲା ଏବେ କ'ଣ ହେଇଛି ନା ଧାନ ରେଟ୍ କମିଯାଇଛି ଗୋଟେ ମୁତାବକ କାହିଁକି ଧାନ ରେଟ୍ କମିଲା ଏଟା ତ ମୁଁ କହିପାରିବିନି ବଟ୍ ଜଣେ ଚାଷୀ ଦେଖ ସମସ୍ତେ ଘର ପାୱାର ଟିଲର ନାହିଁ କି ସମସ୍ତେ ଘର ଟ୍ରାକ୍ଟର ନାହିଁ କି ଏବେ ସମସ୍ତ ଘର ବଳଦ ବି ନାହାନ୍ତି ଚାଷ ସେମାନେ କେମିତି କରୁଛନ୍ତି ନିହାତି ସେମାନେ ହେଉଛୁ ଯାଇକି କେଉଁଠୁ ପାୱାର ଟିଲର ଭଡ଼ାରେ ହେଉ କି ଟ୍ରାକ୍ଟର କେଉଁଠି ହେଉ କି ଘଣ୍ଟାଦାରିଆ କାମରେ ହେଉ ସେମାନେ ଆଣି କ'ଣ କରୁଛନ୍ତି ସେ କାମଟି କରୁଛନ୍ତି ତାକୁ ତ ନିହାତି ତାଙ୍କର ଖର୍ଚ୍ଚ ଥିବ ନା ଏ ଘଣ୍ଟାକୁ କିଏ 400 ନେଉଛି କିଏ 500 ନେଉଛି କିଏ 600 ନେଉଛି କିଏ 700 ନେଉଛି ହେଲେ ଆମ ସରକାର କ'ଣ କଲେ ଧାନ ରେଟ୍ ଖସେଇ ଦେଲେ ଏବେ ମୁଁ ଦେଖିବାରେ ଆମ ଘରେ ବି ଚାଷ ହୁଏ ମୁଁ ବି ଚାଷୀ ଘର ପିଲା ତ ଚାଷ ହେଇକି ଧାନ ରେଟ୍ କେତେ ଏବେ ଯଦି ଆମେ ଯାଇକି କୌଣସି ଦୋକାନରେ ବିକିବାକୁ ଯିବା 1400 1500 ମୁଁ ଦେଖୁଛି ଓଡ଼ିଶାର ଅଧିକାଂଶ ଲୋକେ ସବସିଡିରେ ଦେଉନାହାନ୍ତି ଧାନ ନେଇକି ପାଖରେ ଘଣ୍ଟାରେ ବିକି ଦେଉଛନ୍ତି ଫାଷ୍ଟ 800 900 1000 1100 1200 ଏବେ 1400କୁ ଆଇଛି ଜଣ ଯେତେବେଳେ ଅଧିକ ପଇସା ପାଇଯିବ ନା ଖୁସି ହେଇଗଲା ଯାହା ବିଜେପି ସରକାର ଆସିଲା ଆଉ